ଯେଉଁମାନେ ଚଳିତ ବର୍ଷ ବା 2024 ଏବଂ 25 ଶିକ୍ଷାବର୍ଷରେ ସାମ୍ସ ୱେବସାଇଟ୍ରେ ଯୁକ୍ତ 3 ପାଇଁ ଆବେଦନ କରିଥିଲେ ସେମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବା ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ 5 ଜୁଲାଇ ଅପରାହ୍ନ 4ଟା ବେଳେ ପ୍ରକାଶ ପାଇବ। ମନେ ରଖିବେ, +3 ସେକେଣ୍ଡ ସିଲେକ୍ସନ୍ 5 ଜୁଲାଇ ଅପରାହ୍ନ 4ଟା ବେଳେ ପ୍ରକାଶ ପାଇବ ଏବଂ ଆପଣମାନେ ନିଜ ନିଜର ସିଲେକ୍ସନ୍ ସାମ୍ସ ଓଡ଼ିଶା ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଦେଖିପାରିବେ। ଆଉ ଥରେ କହି ରଖୁଛି, ଆପଣମାନଙ୍କର +3 ସେକେଣ୍ଡ ସିଲେକ୍ସନ୍ 5 ଜୁଲାଇ ଅପରାହ୍ନ 4ଟା ବେଳେ ପ୍ରକାଶ ପାଇବ ଏବଂ ଆପଣମାନଙ୍କର ଆଲଟମେଣ୍ଟ ଲିଷ୍ଟ ବା ସିଲେକ୍ସନ୍ ଲିଷ୍ଟ ଆପଣମାନେ ସାମ୍ସ ଓଡ଼ିଶା ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ପାଇପାରିବେ। ଏଥର ବୁଝିବା କେଉଁମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ଯୋଗ୍ୟ ବା କେଉଁମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ଏଲିଜିବୁଲ୍। ଯେଉଁମାନେ ଫାର୍ଷ୍ଟ ସିଲେକ୍ସନ୍ରେ ସ୍ଲାଇଡ୍ ଏବଂ ଫ୍ଲୋଟ୍ ମାରିଥିଲେ, ମନେ ରଖିବେ, ଯେଉଁମାନେ ଫାର୍ଷ୍ଟ ସିଲେକ୍ସନ୍ରେ ସ୍ଲାଇଡ୍ ଏବଂ ଫ୍ଲୋଟ୍ ମାରିଥିଲେ ସେମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ଏଲିଜିବୁଲ୍। ତା ସହିତ ଯେଉଁମାନଙ୍କର ଫାର୍ଷ୍ଟ ସିଲେକ୍ସନ୍ରେ କୌଣସି ବି କଲେଜ ଆସିନଥିଲା ବା କୌଣସି କଲେଜରେ ସେମାନେ ଯୋଗ୍ୟ ବିବେଚିତ ହୋଇନଥିଲେ ସେମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ଏଲିଜିବୁଲ୍। ଯଦି ଆପଣମାନଙ୍କର କୌଣସି କଲେଜ ଆସିନଥିଲା କିମ୍ବା ଆପଣମାନଙ୍କ ସ୍ଲାଇଡ୍ ଏବଂ ଫ୍ଲୋଟ୍ ମାରିଥିଲେ ଆପଣଙ୍କର ନାମ ସେକେଣ୍ଡ ସିଲେକ୍ସନ୍ ଆସିବାର ବହୁତ ସମ୍ଭାବନା ଅଛି। ଯଦି ଆସୁଛି ଆପଣମାନେ କ'ଣ କରିବେ ଆସନ୍ତୁ ବୁଝିନେବା। ଦେଖନ୍ତୁ, ଯଦି ଆପଣମାନଙ୍କ ନାମ ଆସୁଛି ଆପଣମାନଙ୍କୁ ସାଙ୍ଗେ ସାଙ୍ଗେ ଲଗ୍ଇନ୍ କରି ସ୍ଲାଇଡ୍, ଫ୍ରିଜ୍ କିମ୍ବା ଫ୍ଲୋଟ୍ ଏହି 3 ଗୋଟି ଅପସନ୍ ଭିତରକୁ ଚୟନ କରିବା ପାଇଁ ପଡ଼ିବ। ଏଇଟା ମୁଁ ମାଣ୍ଡାଟୋରି ପୂର୍ବ ଭିଡ଼ିଓ ମାନଙ୍କର କହିଥିଲି ଏବଂ ତା ସହିତ ଏଇ 3ଟି ଗୋଟି ଅପସନ୍ରୁ ଆପଣମାନଙ୍କୁ ଚୟନ ଗୋଟେ କରିସାରିଲା ପରେ ଆପଣମାନଙ୍କୁ ଅନଲାଇନ୍ ପେମେଣ୍ଟ ବା ଆଡ଼ମିସନ୍ ଫିସ୍ଟା ଅନଲାଇନ୍ ମାଧ୍ୟମରେ ସାମ୍ସ ଓଡ଼ିଶା ୱେବସାଇଟ୍ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ପଡ଼ିବ। ଏବଂ ଆପଣମାନେ କିପରି ପେମେଣ୍ଟ କରିବେ? ସାମ୍ସ ଓଡ଼ିଶା ଅଫିସିଆଲ ୱେବସାଇଟ୍ରେ ଷ୍ଟୁଡେଣ୍ଟ ଆକାଉଣ୍ଟ ଲଗ୍ଇନ୍ କରି ନିଜର ଫୋନ୍ ନମ୍ବର ଏବଂ ପାସୱାର୍ଡ଼ ଦେଇ ଆପଣମାନେ ନିଜର ପ୍ରଥମେ ସ୍ଲାଇଡ୍ ଫ୍ରିଜ୍କୁ ଚୟନ କରିବେ, ତାପରେ ଅନଲାଇନ୍ ପେମେଣ୍ଟ ମଧ୍ୟ ଦାଖଲ କରିପାରିବେ। ଏହିସବୁ କାର୍ଯ୍ୟକଳାପର ସମୟସୀମା ରହିଛି ଆପଣମାନଙ୍କର 5 ଜୁଲାଇ ବା 5 ଜୁଲାଇ ଅପରାହ୍ନ 4ଟା ଠାରୁ 8 ଜୁଲାଇ ରାତି 11:45। ମନେ ରଖିବେ, ଏହିସବୁ ପ୍ରୋସେସ୍ ମୁଁ ଆପଣଙ୍କୁ ଯାହା କହିଲି ତାହାର ସମୟସୀମା ରହିଛି ଆପଣଙ୍କର 5 ଜୁଲାଇ ଅପରାହ୍ନ 4ଟା ଠାରୁ 8 ଜୁଲାଇ 11:45। ଏବେ ଆସନ୍ତୁ ବୁଝିନେବା ଆଡ଼ମିସନ୍ କେଉଁମାନେ କରିବେ ଏବଂ କେଉଁ ଡେଟ୍ରେ ସେକେଣ୍ଡ ସିଲେକ୍ସନ୍ ପାଇଁ ଆଡ଼ମିସନ୍ ହେବ। ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ରେ ଓନ୍ଲି ଫ୍ରିଜ୍ ମାରିଥିବେ ପ୍ଲସ୍ ସେମାନେ ଅନଲାଇନ୍ ପେମେଣ୍ଟ କରିସାରିଲା ପରେ ସେମାନଙ୍କ ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ ହୋଇଥିବ। ଆଉ ଥରେ ବୁଝାଇ ଦେଉଛି, ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ରେ ଫ୍ରିଜ୍ ମାରିଥିବେ ଏବଂ ଫ୍ରିଜ୍ ମାରିସାରିଲା ପରେ ସେମାନେ ଅନଲାଇନ୍ ପେମେଣ୍ଟ କରିଥିବେ ଏବଂ ଅନଲାଇନ୍ ପେମେଣ୍ଟ କରିସାରିଲା ପରେ ସେମାନଙ୍କର ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ ହୋଇଥିବ। ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ ହୋଇଛି ତାର ଅର୍ଥ ଆପଣମାନଙ୍କୁ କଲେଜ ଯାଇ ଆଡ଼ମିସନ୍ କରିବା ପାଇଁ ପଡ଼ିବ। ଦେଖିପାରୁଥିବେ ଆପଣମାନଙ୍କର କଲେଜ ଆଡ଼ମିସନ୍ ଡେଟ୍ ରହିଛି ଆପଣମାନଙ୍କର 6 ଜୁଲାଇ ଦିନ 9ଟାରୁ ଆପଣମାନଙ୍କର ଆରମ୍ଭ ହୋଇଯିବ ବା 6 ଜୁଲାଇ ସକାଳ 9ଟାରୁ 9 ଜୁଲାଇ ଅପରାହ୍ନ 5ଟା ପର୍ଯ୍ୟନ୍ତ ଆପଣମାନଙ୍କର କଲେଜରେ ଯାଇକି ଆଡ଼ମିସନ୍ ପ୍ରକ୍ରିୟା ଚାଲୁ ରହିବ। ଯଦି ଆପଣମାନେ ସିଲେକ୍ଟ ହୋଇଛନ୍ତି ଆପଣମାନେ 6 ଜୁଲାଇ ସକାଳ 9ରୁ 9 ଜୁଲାଇ ଅପରାହ୍ନ 5ଟା ଭିତରେ ଯାଇ ଯେଉଁ କଲେଜରୁ ଆପଣମାନଙ୍କ ସିଲେକ୍ସନ୍ ହୋଇଛି ସେ କଲେଜରେ ଉପଯୁକ୍ତ ଡକୁମେଣ୍ଟ ନେଇକି ରିପୋର୍ଟିଂ କରିବେ। ମନେ ରଖିବେ, 7 ଜୁଲାଇରେ ଆପଣମାନଙ୍କର କୌଣସି ବି ଆଡ଼ମିସନ୍ ପ୍ରକ୍ରିୟା ହେବ ନାହିଁ। ବୋଧେ ସେ ଟାଇମ୍ରେ କୌଣସି ଛୁଟି ଅଛି କିମ୍ବା ସଣ୍ଡେ ବା ରବିବାର ପଡ଼ୁଛି। ଆଶା କରେ ସେକେଣ୍ଡ ସିଲେକ୍ସନ୍ ସମ୍ପର୍କିତ ସମସ୍ତ ସୂଚନା ଆପଣମାନଙ୍କୁ ମିଳିଥିବ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲ୍ ଡିସ୍କ୍ରିପ୍ସନ୍ ବକ୍ସରେ ବା ଭିଡ଼ିଓ ଡିସ୍କ୍ରିପ୍ସନ୍ ବକ୍ସରେ ଆମ ଟେଲିଗ୍ରାମ ଚ୍ୟାନେଲ୍ ମୁଁ ଲିଙ୍କ ପ୍ରଦାନ କରିଛି। ଆପଣମାନେ ସେଠି ଜଏନ୍ ହେଇ ଆମ ପିଟିଏମ୍ ମାର୍କେଟ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇପାରିବେ।